जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम सेशन स्टार्ट करवा आम गोटे सीरीज उपरे काम करुचे से सीरीज टा हला वास्तु मते स्थान निरूपण करिवारे परिवेशर भूमिका ता उपरे आम काम करुचे एवं सेଗୁଡା को आम कंटिन्यू जारी रखिचे सेई क्रम रे आम प्राकृतिक अप्राकृतिक संगठन ऑलरेडी पढ़ी सारिचे एवं सेई संगठन पढ़ी सारला पर सेई क्रमर अप्राकृतिक तो माने जोड़ा मनुष्यकृत सेटा आम ऑलरेडी कंप्लीट कर देइचे जदि ଯଦି तापर प्राकृतिकर किछि पार्ट गुड़ा को आम ऑलरेडी कंप्लीट कर देइचे बर्तमान खालुआ स्थान आज आम जानिबा जदि कोनोसी प्लॉट बा कोनोसी घरर कोनोसी डायरेक्शन रे जदि खालुआ स्थान रहिछि ताहले से किभଳି भाबरे परिवेश रे से खालुआ स्थान हमर जीवन को इंपैक्ट करिवो बे इफेक्ट पकेइबो जेमती गोटे कथारे जदि गोटे इजिली ताकू मने रखिया जाए ଆମେ ତାକୁ ଇଜିଲି ମନେ ରଖିବା ଇଜିଲି ବହୁତ ଇଜିଲି ମନେ ରଖିବା ତାହେଲେ ଖାଲୁଆ ସ୍ଥାନ ଜେନେରାଲି ଯେମିତି ଜଳଟା ଆମେ ମନେ ରଖିଲେ ଯେମିତି ଆକ୍ଟ କରେ ସେଇ ଭଳିଆ ଖାଲୁଆ ସ୍ଥାନ ବି ଆକ୍ଟ କରେ ତ କହିବାର ତାତ୍ପର୍ଯ୍ୟ ହେଲା ଆଜି ଆମେ ପଢୁଛେ ଯେ ଖାଲୁଆ ସ୍ଥାନର କାମ କଣ ମାନେ ବାସ୍ତୁ ମତେ ମାନେ ସାଇଡ ସିଲେକ୍ସନ ଆମେ କରିବାକୁ ଯାଉଛେ ବା ବାସ୍ତୁ ହିସାବରେ ଆମର ଘରର ପଟେ ବା କୌଣସି ଜାଗା ନୂଆ ଜାଗା ଦେଖିବାକୁ ଯାଉଛେ ତାହେଲେ ସେଇ ଜାଗା ହିସାବରେ ଯଦି ଖାଲୁଆ ସ୍ଥାନ ବିଭିନ୍ନ ଦିଗରେ ରହିଲା ତାହେଲେ କିଭଳି ଭାବରେ ସେଟା ଇମ୍ପାକ୍ଟ ଦବ ଆଉ କିଭଳି ଭାବରେ ତାର କାମ କରିବ ସେ ବିଷୟରେ ଆମେ ପଢିବା ଇଷ୍ଟ ୱେଷ୍ଟ ନର୍ଥ ସାଉଥ ଏଥିରେ ବୁଝିବାର କୌଣସି ବାକି ନାହିଁ ଇଷ୍ଟ ୱେଷ୍ଟ ନର୍ଥ ସାଉଥ ସମସ୍ତେ ଜାଣିଛନ୍ତି ଭାଇ ବାସଗୃହ ବା ଯୋଉ ସାଇଟ କୁ ତମେ ସିଲେକ୍ସନ କରିବାକୁ ଯାଉଛ ଯଦି ଖାଲୁଆ ସ୍ଥାନ ତମର ପୂର୍ବ ଦିଗରେ ଅଛି ଖାଲୁଆ ସ୍ଥାନ ପୂର୍ବ ଦିଗରେ କାହାର ଆଡକୁ ଖାଲୁଆ ସ୍ଥାନ ଅଛି ତାହେଲେ ଏଇଟା ବହୁତ ଶୁଭ ଯଦି ପଶ୍ଚିମ ଦିଗରେ ଖାଲୁଆ ସ୍ଥାନ ଅଛି ତାହେଲେ ଅଶୁଭ ଏବଂ ପଶ୍ଚିମ ଦିଗରେ ଖାଲୁଆ ସ୍ଥାନ ସେ ଘରର ମହିଳା ମାନଙ୍କ ଉପରେ ବେଶୀ ଇମ୍ପାକ୍ଟ ପକେଇଥାଏ ଏବଂ ସେଇଟା ଭଲ ନୁହଁ ତାପରେ ଆସିଲା ଉତ୍ତର ଦିଗରେ ଖାଲୁଆ ସ୍ଥାନ ବି ଭଲ ଉତ୍ତର ଦିଗରେ ଖାଲୁଆ ସ୍ଥାନ ନିଶ୍ଚିତ ଭାବରେ ଭଲ ଏବଂ ଦକ୍ଷିଣ ଦିଗରେ ଖାଲୁଆ ସ୍ଥାନ ଭଲ ନୁହେଁ ଠିକ ଅଛି ଯେକୌଣସି ପରିସ୍ଥିତିରେ ଯେକୌଣସି ପରିସ୍ଥିତିରେ ତୁମେ ମାନେ ଲକ୍ଷ୍ୟ କରିବ ଯେତେବେଳେ କୌଣସି ଦିଗର ଅକାରକ ଜିନିଷ ସେ ଦିଗରେ ପ୍ରେଜେଣ୍ଟ ଅଛି ସେଇ ଦିଗ ସମ୍ବନ୍ଧିତ ପ୍ରୋବ୍ଲେମ ତୁମ ମାନଙ୍କୁ ବା ସେ ଲୋକମାନଙ୍କୁ ଆସୁଥିବ ବାସ୍ତୁ ହିସାବରେ କିନ୍ତୁ ଯଦି କାହାର ଖାଲୁଆ ସ୍ଥାନ ଧର ଏଇଠି ତାର ଧର ପୂର୍ବ ମୁଖା ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟା ବୁଝି ରଖ ତାପରେ ମୁଁ ଆଗ ଆଠଟା ପଢେଇ ଦଉଛି ଆଗ ଆଠଟା ପଢେଇ ଦଉଛି ତାପରେ ମୁଁ କହିବି ଯଦି ଏଇଠି ଖାଲୁଆ ସ୍ଥାନ ଥାଏ ତାହେଲେ ଭଲ ଏଇଟା ହେଲା ଐଶାନ୍ୟ ଦିଗରେ ଖାଲୁଆ ସ୍ଥାନ ଥାଏ ଥିଲେ ବହୁତ ଭଲ ଯଦି ଆଗ୍ନେୟ ଦିଗ ମାନେ ଏଇଠି ଖାଲୁଆ ସ୍ଥାନ ଥାଏ ବହୁତ ଖରାପ ଏଇଠି ଖାଲୁଆ ସ୍ଥାନ ଥାଏ ବହୁତ ଖରାପ ମାନେ ଏଇଠି ମାନେ ହେଲା ସାଉଥ ଇଷ୍ଟ ମାନେ ଏଇଟା ହେଲା ଆଗ୍ନେୟ ଦିଗରେ ଖାଲୁଆ ସ୍ଥାନ ରହିଲେ ଖରାପ ଏଇଠି ବି ଖାଲୁଆ ସ୍ଥାନ ରହିଲେ ବି ଖରାପ ନୈଋତ୍ୟ ଦିଗ ଏଇଟା କୁହନ୍ତି ସାଉଥ ୱେଷ୍ଟ ନୈଋତ୍ୟ ଦିଗ ଏଠି ବି ଖାଲୁଆ ସ୍ଥାନ ରହିଲେ ଖରାପ ଏବଂ ଏଠି ବି ଖାଲୁଆ ସ୍ଥାନ ରହିଲେ ଖରାପ ଜଳଟା ଯୋଉମାନେ ଏଇ ଖାଲୁଆ ସ୍ଥାନକୁ ଦେଖିବା ପାଇଁ ହେଲେ ଜଳକୁ ତମେ ମାନେ ଦେଖିଦବ ଜଳଟା ଯାହା ପଢାଇଛି ଜଳର ଉତ୍ସ ବିଷୟରେ ଯାହା ଯାହା କୁହାଯାଇଛି ପ୍ରାୟ ସେମ ହିଁ କିନ୍ତୁ ଏଥିରେ ମୁଁ ଗୋଟେ ଜିନିଷ ଆଡ କରିବି ଯୋଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଯଦି ଖାଲୁଆ ସ୍ଥାନ ବିଷୟରେ ଜାଣିବାର ଅଛି ତାହେଲେ ତୁମେ ଜଳଟାକୁ ଦେଖିଦବ ଖାଲୁଆ ସ୍ଥାନ ପ୍ରାୟ ସବୁ ଇକ୍ୱାଲ
କିନ୍ତୁ ଗୋଟେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ହେଲା, ଧର ତୁମର କୌଣସି ଘର ଜାଗାର ସାମ୍ନାରେ, ମାନେ ଏଇଠି ତମର ଘରକୁ ପଶିବାର ଦ୍ୱାରଟା ଅଛି, ଏଇଠି ଖାଲୁଆ ସ୍ଥାନ ଅଛି, ତାହେଲେ ଏଇଟା ବାସ୍ତୁ ମତେ ଭଲ ନୁହେଁ। ଏଇଟା ସବୁଠୁ ହିଁ ଖରାପ। ଧର କାହାର ଗେଟ୍ ଏଇଠି ଅଛି, ଘରର ମେନ୍ ଗେଟ୍ ଏଇଠି ଖାଲୁଆ ସ୍ଥାନ ଅଛି, ତାହେଲେ ଏଇଟା ବାସ୍ତୁ ମତେ ଖରାପ। ଯଦି ଏଇଠି କାହାର ଖାଲୁଆ ସ୍ଥାନ ଅଛି, ଏଇଠି ଗେଟ୍ ଅଛି, ଏଇଠି ଖାଲୁଆ ସ୍ଥାନ ରହିଲା, ଏଇଟା ବି ବାସ୍ତୁ ମତେ ବହୁତ ଖରାପ। ଠିକ ଅଛି ନା? ତ ମୋର କହିବାର ତାତ୍ପର୍ଯ୍ୟ ହେଲା, ଖାଲୁଆ ସ୍ଥାନ ଯଦି ଘରର ଠିକ ସାମ୍ନାରେ ରହିଲା, ତାହେଲେ ଏଇଟା ଘର ପାଇଁ ଭଲ ନୁହଁ। ଏଇଟା ଅଶୁଭ ବା ଇମ୍ପାକ୍ଟ, ଅଶୁଭ ଜିନିଷର ସଂକେତ, ଯେତେଟା କୌଣସି ସନ୍ଦେହର ଅବକାଶ ନାହିଁ। ତେଣୁ ତମର ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଯଦି ଖାଲୁଆ ସ୍ଥାନ ରହିଲା, ତାହେଲେ ଏଇଟା ତୁମର ବା ପ୍ଲଟର କୌଣସି ମୁଖ୍ୟ ପ୍ଲଟ ସାମ୍ନାରେ ଯଦି ଖାଲୁଆ ସ୍ଥାନ ରହିଲା, ତାହେଲେ ଏଇଟା ଜମାରୁ ଭଲ ନୁହଁ। ଏଇଟା ହେଲା ମୋର କହିବାର କଥା। ତ ଇଏ ଆମର କମ୍ପ୍ଲିଟ ହେଲା, ଯୋଉ ଆମେ ଯେତିକି ସିରିଜ ର କମ୍ପ୍ଲିଟ ହେଲା, ଇଏ ଥିଲା ଆମର ବିଭିନ୍ନ ପ୍ରକାର ପରିବେଶରେ ଯଦି ବିଭିନ୍ନ ପ୍ରକାର ଷ୍ଟ୍ରକ୍ଚର ଥାଏ, ଖାଲୁଆ ସ୍ଥାନ ଥାଏ, ପର୍ବତ ଥାଏ, ଆଉ ମାନେ ପୁଷ୍କରଣୀ ଥାଏ, ନଦୀ ଥାଏ, ଖାଲି ସ୍ଥାନ ଥାଏ, ଓପନ ସ୍ପେସ ଥାଏ, ତାହେଲେ କଣ ସେ ଆମର ପରିବେଶରୁ ଆମକୁ ଇମ୍ପାକ୍ଟ ଦବ। ତ ଆଜିର ଏଇ ସେସନ ପାଇଁ କି ଆମେ ଏଇଠି ତାକୁ ଶେଷ କରିବା, ଏବଂ ଆମେ ନେକ୍ସଟ ପଢିବା ଯେ ଘର ପାଖରେ ଜେନେରାଲି କୋଉ କୋଉ ଗଛ ରହିଲେ ଭଲ, କୋଉ କୋଉ ଗଛ ରହିଲେ କି ଇମ୍ପାକ୍ଟ ଦିଏ। ତ ଆଜିର ସେସନ ପାଇଁ ଏତିକି। ପୁଣି ସମସ୍ତଙ୍କୁ କହିବା କି ଟିକେ ଦୟାକରି ସମସ୍ତେ ପଢନ୍ତୁ ଏବଂ ମନେ ରଖନ୍ତୁ, ଏବଂ ଯଦି ଭୁଲି ଯାଉଛନ୍ତି ତାହେଲେ ତାକୁ ରିୱାଇଣ୍ଡ କରିକି ଚେକ୍ କରନ୍ତୁ। ଆଜି ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।